ଆମ ଓଡ଼ିଶାର ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ଅଟେ। ଏଠାରେ ଅନେକ ମନ୍ଦିର ରହିଅଛି। ତନ୍ମଧ୍ୟରେ ରାମ ମନ୍ଦିର, ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର ଅନ୍ୟତମ ଅଟେ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଥିବା ଧବଳହାର ଗ୍ରାମରେ ରୁହନ୍ତି ଶତାୟୁ ମହିଳା ପଦ୍ମାବତୀ ଦାସ। ବୟସର ଅପରାହ୍ନରେ ସେ ବେଶ୍ ଚଳଚଞ୍ଚଳ। ତାଙ୍କ ଜୀବନକାଳ ମଧ୍ୟରେ 20 ଗୋଟି ମନ୍ଦିର ତୋଳି ସାରିଲେଣି। ସାମାଜିକ ଗଣମାଧ୍ୟମ ଏହି ମାଙ୍କ ବିଷୟରେ ପ୍ରକାଶିତ ହେଲା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା ପହଞ୍ଚିଥିଲେ ମା ପଦ୍ମାବତୀଙ୍କ ବାସଭବନରେ। ମା ପଦ୍ମାବତୀ ନା କୋଟିପତି ଅଟନ୍ତି, ନା ବହୁତ ଟଙ୍କା ତାଙ୍କ ପାଖରେ ଅଛି, କିନ୍ତୁ ଅଛି ଭଗବାନଙ୍କ ପାଇଁ ମନ୍ଦିର ତୋଳିବାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଜାଣି ଦୁଃଖୀ ହେବେ ଯେ ମା ପଦ୍ମାବତୀ ଏହି ମନ୍ଦିର ତୋଳିବା ପାଇଁ ଭିକ୍ଷା କରିଥାନ୍ତି, ତାପରେ ବି ନାହିଁ ଗର୍ବ। କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାନ୍ତି। ଏହି ମନ୍ଦିର ମା ବିଷୟରେ ଜାଣିବା ପରେ ତାଙ୍କର ମନୋବଳ ବଢ଼ାଇବା ଓ ସମ୍ମାନ ପାଇଁ ତାଙ୍କ ନିକଟରେ ଟ୍ରଷ୍ଟର କର୍ମକର୍ତା ଯାଇଥିଲେ। ମାଙ୍କ ପାଇଁ ମହାପ୍ରଭୁଙ୍କ ପଟ୍ଟଚିତ୍ର, ମହାପ୍ରଭୁଙ୍କ ବାନା, ଶୁଭ କଳସ, ଶାଢ଼ୀ ଓ ଔତ୍ତରୀୟ ପ୍ରଦାନ କରାଯାଇଥିଲା। ଏହା ଘଟଣା ଦେଖି ମା ପଦ୍ମାବତୀ ଖୁସିରେ ବିଭୋର ଥିଲେ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ନମନ ମହାନ୍ତି କହିଥିଲେ, ମା ତତେ ଅନନ୍ତ କୋଟି ପ୍ରଣାମ। ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାପତି ନମନ ମହାନ୍ତି, ତପନ କୁମାର ନାଥ, ଆକାଶ ଦାସ, ସରୋଜ କୁମାର ସାମଲ, ମକର ବେହେରା ଓ ଟ୍ରଷ୍ଟ ସହଯୋଗୀ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ। ମାଲୋ ମୋର ଭକ୍ତି ନାହିଁ ଯେ ତୁଳସୀ ମାଲୋ ଆବର କୁସୁମ ଚନ୍ଦନ, ଏହି ପୂଜାକୁ ସନ୍ତୋଷେ ତୁ କର ଗ୍ରହଣ। ମୋ କାନା ପରି କିଏ ହେବ ରେ, କାନା ପାଦ ଧୂଳି ମୋ ଅଙ୍ଗରେ ବଳି, କାନା ସବୁଠାରେ ମୋତେ ସାହେବ ରେ, ମୋ କାହ୍ନା ପରି କିଏ ହେବ ରେ, ମୋ କାହ୍ନା ପରି କିଏ ହେବ ରେ। କାହ୍ନା ତରଫରୁ ହେଇ ମହାପ୍ରଭୁଙ୍କ ବାନା ବି ଆସିଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହେଲା, ମହାପ୍ରଭୁଙ୍କ ବାନା ବି ତତେ ମିଳିଲା, କାହ୍ନା ବି ତତେ ମିଳିଲା। ହେଉଛି ବାଉଁଶ ବାଡ଼ି, ଖାଇଦିଏ ସିଏ ସରଳ ବାଡ଼ି, ଧାନ ଖାଇଦିଏ ସରଳ ବଡ଼ି, କ୍ଷଣକ ମାତ୍ରରେ ପୃଥିବୀ ଭିତରେ, କ୍ଷଣକ ମାତ୍ରରେ ପୃଥିବୀ ଭିତରେ, କ୍ଷଣକେ ମୋ କାହ୍ନା ସିନା ବୁଲି ଆସଇ, ଓ କାହ୍ନା ପରି କିଏ ହେବ ରେ। ବଢିଆ ବଢିଆ, ଆଖି ଛଳ ଛଳ ଯେମିତି ହେଇଯାଉଛି ପ୍ରଭୁଙ୍କର କଥା। ଯେମିତି ପ୍ରଭୁ ମାନେ ମହାପ୍ରଭୁ ଆହୁରି ସୁସ୍ଥ ସବଳ ଆପଣଙ୍କୁ କରି ରଖିଥାନ୍ତୁ। ଯେମିତି ମହାପ୍ରଭୁ ତତେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୋ କାହ୍ନା ମା କାହ୍ନାକୁ ତ ଜୋର ଭଲ ପାଉଛୁ। ଏଇଟା ହଉଛି କାହ୍ନା ପାଇଁ ଶୁଭ କଳସ। ସବୁଦିନ ତୋର ଦାୟିତ୍ୱ ରହିଲା ଶୁଭ କଳସରେ, ପୂର୍ଣ୍ଣ କଳସରେ କାହ୍ନା ପାଇଁ ଦୁଆର ମୁହଁରେ ଶୁଭ ମନାସି କଳସଟେ ବସେଇବୁ ହେଲା। ଇଏ ଏ ଯୋଉ ବୟସ କେତେ ହେଲାଣି? 103 ହେଇଗଲାଣି। ତମ ନାଁ କଣ? ପଦ୍ମାବତୀ ଦାସ। ପାପି ପଦ୍ମାବତୀ ଦାସ। ହଉ, ଭଲ ନାଁଟା। ଆଉ ଇଏ ଯୋଉ ଇଏ କୋଉ ଜାଗା ଘର ତମର? ଧବଳାହାର, ଭୁବନେଶ୍ୱର ବାଲିଅନ୍ତା। ଧବଳାହାର। ମାନେ ଆମେ ଯୋଉ ସାମାଜିକ ଇଏରୁ ଖବର ପାଇଲୁ ଯେ ପଦ୍ମାବତୀ ଦାସ ନିଜ ଅନ୍ୟ ଇଏରେ ଭିକ୍ଷାବୃତ୍ତି କରନ୍ତି, କିନ୍ତୁ ସେ ପଇସାକୁ ଆଣି ସାମାଜିକ କର୍ମରେ ଲଗାନ୍ତି, ମନ୍ଦିର ତିଆରି କରନ୍ତି। ଆମ ଆଖି ଆଗରେ 2ଟି ମନ୍ଦିର ଏବେ ଦେଖୁଛୁ, ଆହୁରି କେତେ ମନ୍ଦିର ତିଆରି ହେଇଛି? ତଥାପି କେତେ? କୋଣାର୍କରେ କୋଉ ମନ୍ଦିର? ମହାଦେବ ମନ୍ଦିର। ଆଉ କୋଉ କୋଉ ମନ୍ଦିର? ତରାଦେଇ ମନ୍ଦିର। ଆଉ କୋଉଠି ମନ୍ଦିର? ଆଉ ନିଆଳି, ନିଆଳି ଜଗନ୍ନାଥ ମନ୍ଦିର। ଜୟ ଜଗନ୍ନାଥ ମହାପ୍ରଭୁ।
ମହାପ୍ରଭୁ ସେଠୁ ଅନୁଆପଡ଼ାରେ ହୁଁ ମହାପୁରୁଷ ମହାପୁରୁଷ ଗାଦି ମା ଏଇ ଯୋଉ ମନ୍ଦିର ପାଇଁ ପରିଶ୍ରମ କରିଯିବେ ଏଇଟା ଭଗବାନଙ୍କ କିଛି ନିର୍ଦ୍ଦେଶ ଆସେ ଏଇ ଜିନିଷ କରିବାକୁ ନା କେମିତି ହୁଏ ନାଇଁ ନିର୍ଦ୍ଦେଶ ନ ଆସିଲେ ସେ ତାଙ୍କ ନିର୍ଦ୍ଦେଶରେ ହୁଏ ଯାଉ ଦ୍ୱାରା ମୁଁ ଚଳୁଛି। ଏ ବୟସରେ କଣ କେବେ ଚିନ୍ତା କରି ହୁଏ ଯେ ଆମେ ଗୋଟେ ମନ୍ଦିର ତିଆରି କରିବା ତମେ ତ ନିଜେ ବୟସ ଯାହା ହେଲାଣି 103 ବର୍ଷ ଲୋକ ସେଞ୍ଚୁରୀ ପାର କରିଦେଲେଣି ହେଲା ଲୋକ ହାଫ ସେଞ୍ଚୁରୀ ପାର କରୁନାହାନ୍ତି ତମେ ସେଞ୍ଚୁରୀ ପାର କରିଦେଲେଣି ହେଲା ତାପରେ ବି ଗୋଟିଏ ମନ୍ଦିର ଅଛି। ଆହୁରି ଗୋଟେ ମନ୍ଦିର ଅଛି ଏବେ ବି ଆଶା ଅଛି ହଁ ସମ୍ପୂର୍ଣ୍ଣ ହବ ସମ୍ପୂର୍ଣ୍ଣ ଭାରତୀୟ ଓଡ଼ିଶାବାସୀ ପୁଅମାନେ ଯଦି କରିଦେବେ କରିଦେବେ। କେହି ନ ରହୁ ଏ ପୁଅ ତମର ରହିବ ଆମ ଭାଇ ମାନେ ଆମ ଜଗନ୍ନାଥ ଅନୁଷ୍ଠାନ ତମ ସାଙ୍ଗରେ ରହିବ ହେଲା ଅଟଳାରେ ହୁଁ ଗୋଟେ ଗୁପ୍ତେଶ୍ୱର ମନ୍ଦିର ହଉଛି ତମ ସହିତ ଯୋଗାଯୋଗ ନମ୍ବର ଆମେ ନଉଛୁ ଆସନ୍ତା ସମୟରେ ତମ ସହଯୋଗରେ ମନ୍ଦିର ଆମେ ପ୍ରତିଷ୍ଠା କରିବା ରହିଲା ହାତ ଦିଅ ଦିଅ କଳସ ଉପରେ କଳସ ହାତ ଥୁଅ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମନ୍ଦିର ଆଗକୁ ହବ ହବ ହିଁ ହବ ଧନ୍ୟବାଦ ସେଇତକ ଆଶା ପୂରଣ ହେଇଗଲେ ନିଶ୍ଚିତ ମହାପ୍ରଭୁ ପୂରଣ କରିବେ ମୁଁ ତା ପାଖକୁ ଯାଏ। ଧନ୍ୟବାଦ ଧନ୍ୟବାଦ ଜୟ ମହାପ୍ରଭୁ ଯାହା ହଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଦେଶରେ ମହାଦେବ ଧନ୍ୟବାଦ ସେ ଝିଅଟି ଅଛି ଆଗକୁ ବିବାହ ହେଇଛି। ଆମେ ଯିବା ସେ ଜାଗାର ପରିଭ୍ରମଣ କରିବା ତଦନ୍ତ କରିବା ତାପରେ କାର୍ଯ୍ୟ ବ୍ୟୁରୋ ଚିଫ୍ ଅଜିତ ଦାସଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର।